ଓଡ଼ିଶାର ଜାତୀୟ ବୃକ୍ଷ ହେଉଛି ପିପଳ ବୃକ୍ଷ। ହରିୟାଣା ରାଜ୍ୟର ଜାତୀୟ ବୃକ୍ଷ ହେଲା ପିପଳ ବୃକ୍ଷ। ଝାଡ଼ଖଣ୍ଡ ରାଜ୍ୟର ଜାତୀୟ ବୃକ୍ଷ ହେଉଛି ଶାଳ ବୃକ୍ଷ। ଅରୁଣାଚଳ ପ୍ରଦେଶ ରାଜ୍ୟର ଜାତୀୟ ବୃକ୍ଷ ହେଲା ହଲଙ୍ଗ ବୃକ୍ଷ। ନାଗାଲାଣ୍ଡ ରାଜ୍ୟର ଜାତୀୟ ବୃକ୍ଷ ହେଉଛି ଏଲ୍ଡର ବୃକ୍ଷ। ସିକିମ ରାଜ୍ୟର ଜାତୀୟ ବୃକ୍ଷ ହେଉଛି ବୁରାଂଶ ବୃକ୍ଷ। କର୍ଣ୍ଣାଟକ ରାଜ୍ୟର ଜାତୀୟ ବୃକ୍ଷ ହେଉଛି ଚନ୍ଦନ ବୃକ୍ଷ। ତ୍ରିପୁରା ରାଜ୍ୟର ଜାତୀୟ ବୃକ୍ଷ ହେଉଛି ଅଗରକା ବୃକ୍ଷ। ଗୁଜରାଟ ରାଜ୍ୟର ଜାତୀୟ ବୃକ୍ଷ ହେଉଛି ବରଗଛ। ତେଲେଙ୍ଗାନା ରାଜ୍ୟର ଜାତୀୟ ବୃକ୍ଷ ହେଉଛି ଜାମୁକୋଲି ବୃକ୍ଷ। ମଣିପୁର ରାଜ୍ୟର ଜାତୀୟ ବୃକ୍ଷ ହେଉଛି ବୋସମ ବୃକ୍ଷ। ଦିଲ୍ଲୀର ଜାତୀୟ ବୃକ୍ଷ ହେଉଛି କୃଷ୍ଣଚୂଡ଼ା ବୃକ୍ଷ। ଆସାମ ରାଜ୍ୟର ଜାତୀୟ ବୃକ୍ଷ ହେଉଛି ଆଲଙ୍ଗ ବୃକ୍ଷ। ମେଘାଳୟ ରାଜ୍ୟର ଜାତୀୟ ବୃକ୍ଷ ହେଉଛି ଗମ୍ଭାରୀ ବୃକ୍ଷ। ଉତ୍ତରାଖଣ୍ଡ ରାଜ୍ୟର ଜାତୀୟ ବୃକ୍ଷ ହେଉଛି ବୁରାଂଶ ବୃକ୍ଷ। ଜାମ୍ମୁ କାଶ୍ମୀର ରାଜ୍ୟର ଜାତୀୟ ବୃକ୍ଷ ହେଉଛି ଚିନାର ବୃକ୍ଷ। ପଶ୍ଚିମବଙ୍ଗ ରାଜ୍ୟର ଜାତୀୟ ବୃକ୍ଷ ହେଉଛି ଚିତୋନ ବୃକ୍ଷ। ଗୋଆର ଜାତୀୟ ବୃକ୍ଷ ହେଉଛି ମୋଟି ବୃକ୍ଷ। ମିଜୋରାମ ରାଜ୍ୟର ଜାତୀୟ ବୃକ୍ଷ ହେଉଛି ନାଗକେଶର ବୃକ୍ଷ। ଉତ୍ତରପ୍ରଦେଶ ରାଜ୍ୟର ଜାତୀୟ ବୃକ୍ଷ ହେଉଛି ଅଶୋକ ବୃକ୍ଷ। ଛତିଶଗଡ଼ ରାଜ୍ୟର ଜାତୀୟ ବୃକ୍ଷ ହେଉଛି ଶାଳ ବୃକ୍ଷ। ରାଜସ୍ଥାନ ରାଜ୍ୟର ଜାତୀୟ ବୃକ୍ଷ ହେଉଛି ଖେଜଡ଼ି ବୃକ୍ଷ। ପଞ୍ଜାବ ରାଜ୍ୟର ଜାତୀୟ ବୃକ୍ଷ ହେଉଛି ଶିଶମ ବୃକ୍ଷ। ହିମାଚଳ ପ୍ରଦେଶର ରାଜ୍ୟର ଜାତୀୟ ବୃକ୍ଷ ହେଉଛି ଦେବଦାରୁ ବୃକ୍ଷ। ବିହାର ରାଜ୍ୟର ଜାତୀୟ ବୃକ୍ଷ ହେଲା ପିପଳ ବୃକ୍ଷ। ଆନ୍ଧ୍ରପ୍ରଦେଶ ରାଜ୍ୟର ଜାତୀୟ ବୃକ୍ଷ ହେଉଛି ନିମ୍ବ ବୃକ୍ଷ। ତାମିଲନାଡୁ ରାଜ୍ୟର ଜାତୀୟ ବୃକ୍ଷ ହେଉଛି ତାଳ ବୃକ୍ଷ। ମହାରାଷ୍ଟ୍ର ରାଜ୍ୟର ଜାତୀୟ ବୃକ୍ଷ ହେଉଛି ଆମ୍ବ ବୃକ୍ଷ। କେରଳ ରାଜ୍ୟର ଜାତୀୟ ବୃକ୍ଷ ହେଉଛି ନଡ଼ିଆ ବୃକ୍ଷ। ମଧ୍ୟପ୍ରଦେଶ ରାଜ୍ୟର ଜାତୀୟ ବୃକ୍ଷ ହେଉଛି ବରଗଛ। ଥ୍ୟାଙ୍କ ୟୁ। ଭିଡ଼ିଓଟି ଭଲ ଲାଗିଥିଲା ଲାଇକ୍ କରିଦିଅନ୍ତୁ ଏବଂ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ।